ଆଜି ସକାଳୁ ସକାଳୁ ଘରକୁ ଆସିଗଲା ପାର୍ସଲ। ପାର୍ସଲ ସବୁ ଦେଖିକି ପିଲାଏ ହେଇଗଲେ ପୁରା ଖୁସି। ଖୁସି ହେଇକି ସବୁ ଖୋଲା ଖୋଲି ସବୁ କରି ପକେଇଲେ। ଝିଅ ମଗେଇ ଦେଇଥିଲା ଜିନିଷପତ୍ର ସବୁ ରୋଷେଇ ଘରର। କ'ଣ କ'ଣ ସବୁ ଜିନିଷପତ୍ର ମାନେ ସବୁ ମଗେଇ ଦେଇଥିଲା। ପିଲାଏ ଦେଖି ଭାବିଦେଲେ ତାଙ୍କରି ପାଇଁ ସବୁ ଆସିଛି ଗିଫ୍ଟ। ସବୁ ଦେଖି ସାରିକି ପଳେଇଗଲେ ଗାଧପାଧ କରିବା ପାଇଁ। ଆଜି ବା ସରସ୍ୱତୀ ପୂଜା, ଯିବେ ସ୍କୁଲକୁ। ସେଥିପାଇଁ ଗାଧପାଧ କରି ନୂଆ ଡ୍ରେସ୍ ପିନ୍ଧି ସାତ ତିଆର ପଡ଼ି ବାହାରି ପଡ଼ିଲେ ଭାଇ ଭଉଣୀ ସ୍କୁଲକୁ ଯିବା ପାଇଁ। ମା ତାଙ୍କର ଧରିକି ପଳେଇଲା ସ୍କୁଲରେ ଛାଡ଼ିବା ପାଇଁ। ତାପରେ ମୁଁ ଖାଇ ବସି ପଡ଼ିଲି ଜଳଖିଆଟି। ଠିକ୍ ଜଳଖିଆଟି ଖାଇଲା ବେଳେ ଆସିକି ଜଣେ ଡାକିଲେ, ମାଉସୀ ଆମ ଘରେ ସରସ୍ୱତୀ ପୂଜା ହେଉଛି, ଆସ ଦେଖିବା ପାଇଁ। ଯେତେବେଳେ ନାତି ନାତୁଣୀ ସ୍କୁଲରୁ ଆସିଲେ ମୁଁ ଧରିକି ପିଲାମାନଙ୍କୁ ପଳେଇଗଲି ପୂଜା ଦେଖିବା ପାଇଁ। ତାଙ୍କ ଘରେ ବା କଲେଜ ପିଲା ସବୁ ଟ୍ୟୁସନ୍ କରୁଛନ୍ତି। ସେଥିପାଇଁ ସବୁ ପିଲାମାନେ ଗଦା ହେଇଛନ୍ତି, ଆଉ ଠାକୁର ବସିଛନ୍ତି। ପିଲାମାନଙ୍କୁ ଟିକେ ଚକୋଲେଟ୍ ବାଣ୍ଟି ଦେଲି। ତାପରେ ଠାକୁରଙ୍କୁ ଦର୍ଶନ କରିକି ଘରକୁ ରିଟର୍ନ ହେଇଗଲି। ଆପଣମାନଙ୍କୁ ଭିଡ଼ିଓଟି ଯଦି ଭଲ ଲାଗିବ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ବୋଲି ଆଶା ରଖିଲି।